विधायकों सांबादिक सम्मेलन रघुनाथपल्ली विधायकों सांबादिक सम्मेलन गत 16 तारिख में राउरकेलार सेक्टर 20 स्थित कम्युनिटी सेंटर ठारे अनुष्ठित हो जाइछि। विधायक श्री दुर्गा चरण तंती सांबादिक मानक भेटी कहले जे गत 2024 साधारण निर्वाचन पर ओडिशा रे 24 वर्षर बीजेडी शासनर परिसमाप्ति पर नुआ सरकार अर्थात मोहन सरकार शासन काल में से रघुनाथपल्ली निर्वाचन मंडली विधायक हेबार 8 मास मध्य कि कार्य करिसेंती से विषय से आलोचना करिसेंती। से कहिथिले जे विगत 6 मास मध्य रघुनाथपल्ली निर्वाचन मंडलीर सर्वांगीन उन्नति पाई से निरंतर भाव चेष्टा करि आसुछंती। निजर यही 6 मास काल कार्यकाल मध्य अंचलवासी आवश्यकता और अंचलर विकास करिथिबा कार्य संबंधी एक रिपोर्ट कार्ड माध्यम जनता उद्देश्य जारी करिसेंती। ଏହି ଅବସରରେ ରାଉରକେଲା ଓ ରଘୁନାଥପଲ୍ଲୀ ବିଧାନସଭା ସମେତ ସମଗ୍ର ଜିଲ୍ଲାର ବିକାଶରେ ତାଙ୍କର ଭୂମିକାକୁ ଦର୍ଶାଇବାକୁ ଯାଇ ବିଭିନ୍ନ ପ୍ରଶ୍ନର ସେ ଉତ୍ତର ଦେଇଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ ସାମ୍ବାଦିକମାନେ ହେଉଛନ୍ତି ସମାଜର ଆଖି, ନାକ ଓ କାନ ସଦୃଶ। ତେଣୁ ଆଗାମୀ ଦିନରେ ଅଞ୍ଚଳର ବିକାଶ କ୍ଷେତ୍ରରେ ଦେଖାଦେଇଥିବା କେତେକ ସମସ୍ୟାକୁ ମଧ୍ୟ ଖୁବ୍ ଶୀଘ୍ର ସମାଧାନ କରାଯିବ ବୋଲି ସେ କହିଥିଲେ। ରାଉରକେଲା ମହାନଗର ନିଗମ ନିର୍ବାଚନ ରାଉରକେଲା ଶିକ୍ଷା ଜିଲ୍ଲାରେ ଅଧିକାରୀଙ୍କ ନିଯୁକ୍ତି ଜଣେ ଅଧିକାରୀଙ୍କ ଦ୍ୱାରା ଏକାଧିକ ବିଭାଗ ପରିଚାଳନାକୁ ନେଇ ହୋଇଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିଧାୟକ ଶ୍ରୀ ତନ୍ତୀ କହିଲେ ଯେ ଆମ ସରକାର ଏଥିପ୍ରତି ନଜର ରଖିବା ସହ ସମସ୍ୟାର ସମାଧାନ ପାଇଁ ଅତିଶୀଘ୍ର ପଦକ୍ଷେପ ନେବେ ବୋଲି ସେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ମୁଖପାତ୍ର ଗଙ୍ଗାଧର ଦାସ, ଜିଲ୍ଲା ସମ୍ପାଦକ ଅଜୟ କଂସାରୀ, ମଧୁବାବୁ ମଣ୍ଡଳ ସଭାନେତ୍ରୀ ପ୍ରତିମା ରାଉତ, ଜଗନ୍ନାଥ ମଣ୍ଡଳ ସଭାନେତ୍ରୀ ମମତା ମହାନ୍ତି, ନିର୍ମଳ ମୁଣ୍ଡା ମଣ୍ଡଳ ସଭାନେତ୍ରୀ ରଞ୍ଜିତା କିସ୍ପଟା ଉପସ୍ଥିତ ଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।